ସେମାନେ ନିଶ୍ଚିତ ଭାବରେ ସେ ଦଳରେ ରହି ଅଣନିଶ୍ୱାସୀ ଅନୁଭବ କରୁଛନ୍ତି ଏବଂ ନିଜକୁ କମ୍ଫର୍ଟେବୁଲ ଫିଲ୍ କରୁନାହାନ୍ତି ଏବଂ ସେମାନେ ଦଳରେ ତାଙ୍କ ଦଳକୁ ସାଙ୍ଗରେ ରଖିବା ପାଇଁ ତାଙ୍କ ବିଶ୍ୱସନୀୟତା କମି ଯାଉଛି, ଯେଉଁଥିପାଇଁ କି ସେମାନେ ଦଳ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଏ ବିଶ୍ୱର ସବୁଠୁ ବଡ଼ ରାଜନୀତି ଦଳ ଏବଂ ଏ ବିଚାରଧାରାକୁ ଏବଂ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦିଙ୍କର ବିକଶିତ ଭାରତ ୟାକୁ ଯେଉଁ କାର୍ଯ୍ୟରେ ଯେଉଁ ସ୍ୱପ୍ନ ଅଛି ନରେନ୍ଦ୍ର ଭାଇ ମୋଦିଙ୍କର, ସେ ସ୍ୱପ୍ନକୁ ସାକାର କରିବା ପାଇଁ ସେ ମନସ୍ଥିର କରିଛନ୍ତି ଯେ ମୁଁ ଏଥିରେ ତା ଦେହରେ ମୁଁ ସାମିଲ ହେବି ଏବଂ ମୋଦିଙ୍କର ଯେଉଁ ସ୍ୱପ୍ନ ଅଛି ତାକୁ ସାକାର କରିବି। ଆମ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମ୍ମତି ପରେ ତାଙ୍କୁ ପାର୍ଟିରେ ଯୋଗ ଦେବା ପାଇଁ ଅନୁମତି ଦିଆଯାଇଛି। ଆଜି ପାର୍ଟିରେ ବିଧିବଦ୍ଧ ସେ ଜଏନ୍ କରିଛନ୍ତି, କାଲି ସେ ରିଜାଇନ୍ କରିଛନ୍ତି ରାଜ୍ୟସଭା ଏମ୍ପି ପଦରୁ ଏବଂ ଦଳରୁ ପ୍ରାଥମିକ ସଦସ୍ୟ। ସିଏ ଲମ୍ବା ଅନୁଭବୀ ନେତା ଏବଂ 3 ଥର ବିଧାୟକ ତିର୍ତ୍ତୋଳ ଏବଂ କଟକ ବାରବାଟୀରୁ 3 ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ। ତାଙ୍କ ବାପା ମଧ୍ୟ ରାଜନୀତି ଜୀବନରେ ଥିଲେ, ବିଧାୟକ ଥିଲେ ଏବଂ ଫାଉଣ୍ଡର ମେମ୍ବର ସେ ବିଜୁ ଜନତା ଦଳ ଥିଲେ। ନିଶ୍ଚୟ ତାଙ୍କ ଅନୁଭବ ଅଭିଜ୍ଞତା ଭାରତୀୟ ଜନତା ପାର୍ଟିକୁ ଶକ୍ତିଶାଳୀ କରିବାରେ ନିଶ୍ଚୟ ସହାୟକ ହେବ, ସହଯୋଗ କରିବ। ଆଉ ଆମେ ଭାରତୀୟ ଜନତା ପାର୍ଟି ଓଡ଼ିଶା ପ୍ରଦେଶ ତରଫରୁ ଆମେ ତାଙ୍କୁ ସ୍ୱାଗତ କରୁଛୁ ଏବଂ ନିଶ୍ଚିତ ଭାବରେ ଆମ ପରିବାରର ସଦସ୍ୟ ହୋଇଥିବା କାରଣରୁ ଅଲ୍ ଇଣ୍ଡିଆରେ ଯାହା ନିମ୍ନ ହେବ ନିଷ୍ପତ୍ତି ହେବ ତାକୁ ଓଡ଼ିଶା ପ୍ରଦେଶ ସମର୍ଥନ କରିବ, ସହଯୋଗ କରିବ ଆଉ ତାକୁ କାର୍ଯ୍ୟକାରୀ କରିବ। ନିଶ୍ଚିତ ଭାବରେ କଟକ ବାରବାଟୀରେ 2 ଥର ବିଧାୟକ ଥିଲେ। ସେ ତାଙ୍କର ଗୋଟେ ମାସ୍ ଅର୍ଗାନାଇଜେସନ୍ ଅଛି ଏବଂ ତାଙ୍କ ବ୍ୟକ୍ତିଗତ ସମ୍ପର୍କ ସାରା ଅନଡିଭାଇଡେଡ୍ କଟକ ଜିଲ୍ଲାରେ ଅଛି ଏବଂ ଓଡ଼ିଶାରେ ଅଛି। ନିଶ୍ଚିତ ଭାବରେ ଭାରତୀୟ ଜନତା ପାର୍ଟିର ଅଭିବୃଦ୍ଧିରେ ସହାୟକ ହେବ। ପାର୍ଲାମେଣ୍ଟ ପାର୍ଟି ଡିସାଇଡ୍ କରିବ, କେନ୍ଦ୍ରୀୟ ପାର୍ଲାମେଣ୍ଟ ପାର୍ଟି ଭାରତୀୟ ଜନତା ପାର୍ଟିର ସେ ବିଷୟରେ ନିର୍ଣ୍ଣୟ କରିବ। ଯେଉଁ ନିର୍ଣ୍ଣୟ ହେବ ତାକୁ ପାର୍ଟି ଆମେ ଓଡ଼ିଶା ପ୍ରଦେଶ ତାକୁ ନିଶ୍ଚିତ ଭାବରେ ସହଯୋଗ କରିବ। ମୋ ପାଖରେ ସେମିତି କିଛି ଖବର ଏପର୍ଯ୍ୟନ୍ତ ନାହିଁ। ଓଡ଼ିଶାରେ ବିଜେଡି ସେଟା ତାଙ୍କ ଇଣ୍ଟରନାଲ ଆଫେୟାର, ସେମାନେ ଦେଖିବେ। ସେମାନେ ଯେଉଁମାନେ ଦଳ ଛାଡ଼ିକି ଆସୁଛନ୍ତି ଏବଂ ସେମାନେ ନିଶ୍ଚିତ ଭାବରେ ସେ ଦଳରେ ରହି ଅଣନିଶ୍ୱାସୀ ଅନୁଭବ କରୁଛନ୍ତି ଏବଂ ନିଜକୁ କମ୍ଫର୍ଟେବୁଲ ଫିଲ୍ କରୁନାହାନ୍ତି ଏବଂ ସେମାନେ ଦଳରେ ତାଙ୍କ ଦଳକୁ ସାଙ୍ଗରେ ରଖିବା ପାଇଁ ତାଙ୍କ ବିଶ୍ୱସନୀୟତା କମି ଯାଉଛି, ଯେଉଁଥିପାଇଁ କି ସେମାନେ ଦଳ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ସେଟା ସମସ୍ତେ ଦିବାଲୋକରେ ଦେଖୁଛନ୍ତି ଆଉ ଭବିଷ୍ୟତ କହିବ, ସେ ଦଳ କୁଆଡ଼େ ଯିବ ଭବିଷ୍ୟତ କହିବ। ସାର୍, ସରକାରକୁ 2 ବର୍ଷ ପୁରିଲା, ଏବେ କ'ଣ ଆପଣଙ୍କର କାର୍ଯ୍ୟକ୍ରମ? ଏବେ 2 ବର୍ଷ ପୂର୍ତ୍ତିରେ 12 ବର୍ଷ କେନ୍ଦ୍ର ସରକାର ଆଉ 2 ବର୍ଷ ରାଜ୍ୟ ସରକାର, ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର, ମୋହନ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ପୁରା କରିବାକୁ ଯାଉଛନ୍ତି ଏବଂ ନିଶ୍ଚିତ ଭାବରେ ଆମର ଏଇ ପୂର୍ତ୍ତି ଉତ୍ସବ ପୁରା ଆମେ ଯାହା ଯାହା କହିଛୁ, ସଂକଳ୍ପତ୍ରରେ ଯାହା ଯାହା କହିଥିଲୁ ନିର୍ବାଚନ ପୂର୍ବରୁ ଡବଲ ଇଞ୍ଜିନ୍ ସରକାର ହେଲେ ଏହା କରିବୁ, ତାକୁ ମୋଦିଜୀ 12 ବର୍ଷ ଭିତରେ ତାକୁ ସାକାର କରିଛନ୍ତି। ଯାହା କହିନଥିଲେ ତାକୁ ବି କରୁଛନ୍ତି ଏବଂ ରାଜ୍ୟ ସରକାର ମଧ୍ୟ ସବୁ ସଂକଳ୍ପତ୍ରରେ ଯାହା ଯାହା ଅଛି ତାକୁ କରୁଛନ୍ତି। ଆଉ ଯେଉଁଟା ଆବଶ୍ୟକ ପଡ଼ୁଛି ତାକୁ ମଧ୍ୟ ସବୁ କାର୍ଯ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ସକ୍ଷମ ହୋଇଛନ୍ତି ଏବଂ ଯେଉଁ କାମ ଆମ ଲୋକଙ୍କ ମନରେ ଥିଲା ଯେ ସରକାର କହେ, ଆସିବା ପୂର୍ବରୁ କହେ କିନ୍ତୁ କରେନି, ସରକାର ଆସିଲା ପରେ ତାକୁ ଗୋଟି ଗୋଟି କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ନିଷ୍ଠାର ସହିତ କରୁଛନ୍ତି। ପ୍ରଧାନମନ୍ତ୍ରୀ ଯିବେ କି ଓଡ଼ିଶା? ନିମନ୍ତ୍ରଣ କାଲି କରାଯାଇଛି, ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କାଲି ମୁଖ୍ୟମନ୍ତ୍ରୀ ଯାଇ କରିଛନ୍ତି। ନିଶ୍ଚିତ ସେ ଚିନ୍ତା କରିବେ, ବିଚାର କରିବେ, ଯଦି ଆସିବେ ତାଙ୍କୁ ନିଶ୍ଚୟ ଓଡ଼ିଶାରେ ସ୍ୱାଗତ କରାଯିବ।